ଏବେ ଆମେ ଦେଖିବା କାର୍ଯ୍ୟପଦ 11 କିଏ ଉପରେ କିଏ ତଳେ ଆମେ ଚିହ୍ନିବା। ବୁଝିହେଲା, ଉପରେ କିଏ ଅଛି ଆଉ ତଳେ କିଏ ଅଛି। ବୁଝିହେଲା ପିଲାମାନେ, ଏଇଠି ଆମର ଦୁଇଟା ଚିତ୍ର ଦେଇଛି ଦେଖ। ତାହେଲେ ଗଛ ଉପରେ କିଏ ଅଛି? ଏଇ ମାଙ୍କଡ଼ଟା। ଗଛ ତଳେ ଏଇ ମାଙ୍କଡ଼ଟା ଅଛି। ସେ କହୁଛି ଯିଏ ତଳେ ଅଛି ସେଠାରେ ଠିକ୍ ଚିହ୍ନ ଦେବା। ତାହେଲେ ଇଏ ତଳେ ଅଛି, ତାକୁ ଆମେ ଠିକ୍ ଚିହ୍ନ ଦେଲେ। ତାପରେ ନେକ୍ସଟ ପିଲାମାନେ ଆମେ ଦେଖିବା ସେମିତି ଟେବୁଲ ଉପରେ ଆମର ଟୋପିଟା ଅଛି ଏବଂ ଏଠି ମଧ୍ୟ ଟେବୁଲ ତଳେ ଅଛି। ତାହେଲେ ଆମେ କାହାକୁ ଠିକ୍ ଚିହ୍ନ ଦେବା? ଯେ ଇଏ ଟେବୁଲ ତଳେ ଅଛି। ତାପରେ ସେମିତି ପାରା ଏଠି ଆମର ଟେବୁଲ ତଳେ ପାରା ଅଛି, ତାହେଲେ ୟାକୁ ଆମେ ଠିକ୍ ଚିହ୍ନ ଦେଲେ। ଏଠି ଆମର ମଧ୍ୟ କ'ଣ ଆମର ଖଟ ତଳେ, ଏଇ ଖଟ ଦେଖ ଏଠି ତଳେ ଅଛି, ଏଇଟା ଉପରେ ବଲ୍ଟା ଅଛି, ତଳେ ଅଛି, ତାହେଲେ ୟାକୁ ଆମେ ଠିକ୍ ଚିହ୍ନ ମାରିଲେ। ନେକ୍ସଟ ପିଲାମାନେ ଆମର ଅଛି କାର୍ଯ୍ୟପଦ 12.1 ଆକୃତି ସହ ପରିଚୟ। ତାହେଲେ ପ୍ରଥମେ ଦେଲା ବିଭିନ୍ନ ରଙ୍ଗରେ ଭିନ୍ନ ଭିନ୍ନ ଆକୃତି ଗୁଡ଼ିକୁ ରଙ୍ଗ ଦିଅ। ପିଲାମାନେ ଏଇଟା ତମେମାନେ କ'ଣ କରିବ? ରଙ୍ଗ ଆଣିକି ନିଜେ ରଙ୍ଗ ଦେବ। ଏଥିରେ କିଛି ବୁଝିବାର ନାହିଁ କି କିଛି ଇଏ କରିବାର ନାହିଁ, ନିଜେ ଆଣିକି ରଙ୍ଗ ଦିଅ। ତାପରେ ପିଲାମାନେ ଦେଇଛି ଆଙ୍ଗୁଠି ଛାପ ଚିତ୍ର ଦେଖି ତଳେ ଖାଲି କରି ନିଜ ଆଙ୍ଗୁଠି ଛାପ ଦେଇ ଚିତ୍ର କର। ପିଲାମାନେ ତମ କ'ଣ ଆଙ୍ଗୁଠିରେ ଏଠି କ'ଣ ପେନ୍ ଗାରେଇକି ଏଠି କ'ଣ ଏଠି ଛାପ ଦେବ ଏମିତି ହେଲା। ଯେମିତି ଆଙ୍ଗୁଠି ଦେଇଛି ସେମିତି ଦେବ। ଏଥିରେ ମଧ୍ୟ କିଛି କରିବାର ନାହିଁ, ତମେ ନିଜେ କରିବ। ତାପରେ ପିଲାମାନେ ଆମକୁ ଦେଇଛି କାର୍ଯ୍ୟପଦ 12.2 ଆକୃତି ସହ ପରିଚୟ ଦେଖିବା। ତଳ ଚିତ୍ର ବିଭିନ୍ନ ଆକୃତିରେ ଟିକି ଟିକି କାଗଜ କାଟି ଅଠା ଦ୍ୱାରା ଲଗାଅ। ପିଲାମାନେ ଏମିତି ଗୋଟେ କାଗଜ ଇଏ କରିବ ହେଲା, କାଗଜ ନେଇକି ଟିକି ଟିକି ଛୋଟ ଛୋଟ କରିକି ଏଠି ଅଠା ଦ୍ୱାରା କ'ଣ ଏଠି ସବୁ ଲଗେଇକି ଏମିତି ଘର କରିବ। ବୁଝିହେଲା, ଏଇଟା ତମେ ମଧ୍ୟ ନିଜେ କରିବ। ତାପରେ ନେକ୍ସଟ ପିଲାମାନେ ଆମେ ଯିବା କ'ଣ 13.1। 13.1ରେ ଆମକୁ କ'ଣ ଦେଲା ଦେଖିବା। ଦେଇଛି ଆମକୁ କିଏ ସିଧା କିଏ ବଙ୍କା ଆମେ ଚିହ୍ନିବା। ବୁଝିହେଲା, ସିଧା କିଏ ଆଉ ବଙ୍କା କିଏ। ଯେଉଁଗୁଡ଼ିକ ସିଧା ତା ପାଖରେ ଠିକ୍ ଚିହ୍ନ। ପିଲାମାନେ ଦେଖ ଏଇ ଟ୍ରେନ୍ଟା ବଙ୍କି ଯାଇଛି ନାହିଁ, କିନ୍ତୁ ଏଇଟା ସିଧା ଅଛି, ତାହେଲେ ଆକୁ ଆମେ ଠିକ୍ ଚିହ୍ନ ମାରିଲେ। ତାପରେ ଦେଖ କେଉଁଟା ବଙ୍କା? ଏଇଟା ଦେଖ, ଏଇଟା ଆମର ଛତାର ବେଣ୍ଟ ଏମିତି ବାଙ୍କୁଲି ବାଡ଼ି। ବୁଝିଲା, ତାହେଲେ ଏଇଟା ବଙ୍କା, ଏଇ ବାଡ଼ିଟା ସିଧା, ତାହେଲେ ଆକୁ ଆମେ ଠିକ୍ ଚିହ୍ନ ମାରିଲେ। ଏଇଟା ସିଧା, ଏଇଟା କ'ଣ ବଙ୍କା ନଡ଼ିଆ ଗଛଟା, ତାହେଲେ ଆକୁ ଆମେ ଠିକ୍ ଚିହ୍ନ ମାରିଲେ। ସେମିତି ଏଠି ରାସ୍ତାଟା ଏଟା ବଙ୍କା, ତାହେଲେ ୟାକୁ ଆମେ ଠିକ୍ ଚିହ୍ନ ମାରିଲେ। ସେମିତି ପିଲାମାନେ ଆମର କାର୍ଯ୍ୟପଦ 13.2ରେ ଦେଇଛି କ'ଣ ସିଧା ଓ ବଙ୍କା ଗାର ଟାଣିବା। ପିଲାମାନେ ଏଠି ଆମର କ'ଣ ଅଛି? ଏଇ ଯେଉଁ ଏମିତି ଦେଇଛି ୟାକୁ ଆମେ ଯୋଡ଼ିବା ହେଲା। ସବୁ ପେନସିଲ ସବୁ ଆମର ଯୋଡ଼ି ଦିଅ, ଏଥିରେ ଆଉ କିଛି ନାହିଁ, ସବୁ ଏଇଟା ଯୋଡ଼ିବ 13.2ରେ। ସେମିତି 13.3ରେ କ'ଣ ଦେଇଛି? କିଏ ସିଧା କିଏ ବଙ୍କା ଚିହ୍ନିବା। ବୁଝିହେଲା, ତାହେଲେ କିଏ ସିଧା କିଏ ବଙ୍କା ଚିହ୍ନିବେ। ପିଲାମାନେ ଦେଖ ଦେଇଛି ବିରାଡ଼ିଟି କିପରି ମୂଷା ପାଖକୁ ଆସିବ ଗାର ଟାଣି ଦେଖାଅ। ପିଲାମାନେ ଏଟା ମଧ୍ୟ ନିଜେ କଲେ ନିଜର। ଏଠି ଦେଖ, ଏଠି ମୂଷା ଅଛି, ଏଠି ଆମର ବିରାଡ଼ି ଅଛି। ବିରାଡ଼ିଟା କିଭଳି ମୂଷା ପାଖକୁ ଆସିବ? ତାହେଲେ ପିଲାମାନେ ଯିବା ଆମେ ହେଲା, ଏଇ ବାଟେ ଗଲା, ଏମିତି ଗଲା, ଏମିତି ଯାଇକି ଏଇ ବାଟେ ଯାଇକି ମୂଷା ପାଖରେ ପହଞ୍ଚିବ। ବୁଝିହେଲା, ଏଇ ବାଟେ ଗଲେ ତାହେଲେ ଆମର ବିରାଡ଼ିଟା ମୂଷା ପାଖରେ ପହଞ୍ଚି ପାରୁଛି। ବୁଝିହେଲା, ସେଇଭଳି କରିବ। ବୁଝିହେଲା, ନେକ୍ସଟ କ୍ଲାସ୍ରେ ଆମେ ପରବର୍ତ୍ତୀ କ୍ଲାସ୍ରେ ଅଭ୍ୟାସ କାର୍ଯ୍ୟ ନାଇଁ ଏବେ କରିଦେବା। ପିଲାମାନେ 13.4 ଆମର ସରିନି, ତେଣୁ ଆମେ କରିଦେବା। ଦେଇଛି ଆମକୁ ଦେଖ ପିଲାମାନେ, ଏଠି ମଧ୍ୟ ଆମେ ଦେଇଛି ପ୍ରଜାପତିଟି କେଉଁ ବାଟେ ଯାଇ ଫୁଲ ପାଖରେ ପହଞ୍ଚିବ। ତାହେଲେ ଦେଖ ପ୍ରଜାପତିଟି ଆମର କେଉଁ ବାଟ ଦେଇକି ଫୁଲ ପାଖରେ ପହଞ୍ଚିବ। ତାହେଲେ ଟାଣ ପିଲାମାନେ ଗାର। ପ୍ରଜାପତିଟି କେଉଁ ବାଟ ଦେଇକି ଗଲେ ଫୁଲ ପାଖରେ ପହଞ୍ଚିବ। ତାହେଲେ ଆସୁ ଏମିତି ସିଧା ଯାଉ ହେରି, ଏମିତି ଆସୁ ଏଇ ବାଟେ, ଏମିତି ଆସୁ ଏଇ ବାଟେ, ପୁଣି ସିଧା ଆସିକି ଏଇ ବାଟେ ଗଲେ ଫୁଲ ପାଖରେ ପହଞ୍ଚିଲା। ଟାଣିଦେବ ସହଜରେ। ବୁଝିହେଲା, ପ୍ରଜାପତିଟି ଏଇ ବାଟେ ଗଲେ ଆମର ଫୁଲ ପାଖରେ ପହଞ୍ଚିବ। ଏଟା ମଧ୍ୟ ଆମର ସହଜ ଅଛି। ବୁଝିହେଲା, ତାହେଲେ ଏଇ ଆମର କ'ଣ 13 ଗଲା। ଅଭ୍ୟାସ ଯେଉଁ ଗଣିତ କାର୍ଯ୍ୟପୁସ୍ତିକାର କାର୍ଯ୍ୟପଦ 13.4 ସରିଗଲା। ଆମେ ନେକ୍ସଟ କ୍ଲାସ୍ରେ କ'ଣ ଦେଖିବା? ଆଉ ଅଛି 13ର ନାଇଁ, ନେକ୍ସଟ କ୍ଲାସ୍ରେ ଆମେ 14ଠୁ ଦେଖିବା। ଧନ୍ୟବାଦ ପିଲାମାନେ।